ସୁଭଦ୍ରା ଯୋଜନାରେ ଆରମ୍ଭ ହୋଇଛି ସୁଭଦ୍ରା ଶକ୍ତି ମେଳା। ତେବେ ଯଦି ଆପଣ ବି ସୁଭଦ୍ରା ସ୍କିମରେ ଆବେଦନ କରିଛନ୍ତି, ଟଙ୍କା ପାଇଛନ୍ତି, ଏମିତିକି ଯେଉଁମାନେ ଟଙ୍କା ପାଇନାହାନ୍ତି, ତେବେ ଜାଣି ରଖନ୍ତୁ ସୁଭଦ୍ରାରେ ଆସିଗଲା ଆଉ ଏକ ବଡ଼ ଅପଡେଟ୍ ସୁଭଦ୍ରା ଶକ୍ତି। ତେବେ ଯଦି ଆପଣ ବି ସୁଭଦ୍ରା ସ୍କିମ୍ ଅଧୀନରେ ଅଛନ୍ତି, ଏସ୍ଏଚ୍ଜି ଗ୍ରୁପରେ ଅଛନ୍ତି, ତେବେ ଆପଣଙ୍କର ଲୋନ୍ ହେବାକୁ ଯାଉଛି ଛାଡ଼। କ'ଣ ରହିଛି ଅପଡେଟ୍ ଜାଣିବା ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସୁଭଦ୍ରା ମା ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଅର୍ଥନୈତିକ ଇତିହାସରେ ସୁଭଦ୍ରା ଯୋଜନା ହେଉଛି ସବୁଠାରୁ ବଡ଼ ଯୋଜନା। ତେବେ 2024-25 ଆର୍ଥିକ ବର୍ଷ ପାଇଁ 3 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 300 କୋଟି ଟଙ୍କାର ସୁଧ ଫେରସ୍ତ ହେବ। ତେବେ ସୁଭଦ୍ରା ସହାୟତା କେବଳ ଏକ ପ୍ରାରମ୍ଭ। ମା ମାନଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ପ୍ଲାଟଫର୍ମର ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ସୁଭଦ୍ରା ଶକ୍ତିର ରହିବ ସବୁଠାରୁ ବଡ଼ ଅବଦାନ। ତେବେ ସୁଭଦ୍ରା ମା ମାନଙ୍କ ମଧ୍ୟରେ ରହିଛି ଅସୀମ ଶକ୍ତି, ତେଣୁ ସେମାନେ ହେଉଛନ୍ତି ସୁଭଦ୍ରା ଶକ୍ତି। ତେବେ ସୁଭଦ୍ରା ମା ମାନଙ୍କ ସେହି ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ଆମ ସରକାର ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିଛନ୍ତି। ତେବେ ସୁଭଦ୍ରା ଶକ୍ତି ମେଳାରେ 700ରୁ ଅଧିକ ଏସ୍ଏଚ୍ଜି ମାନେ 300ରୁ ଅଧିକ ଷ୍ଟଲ୍ 200ରୁ ଅଧିକ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି। ଏହି ମେଳା 9 ଦିନ ଧରି ଚାଲିବ। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପୀ, କଳାକୃତି, ମିଲେଟ୍, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦନ ସ୍ଥାପିତ ହୋଇଛି। ତେବେ ଯଦି ଆପଣମାନେ ଏପର୍ଯ୍ୟନ୍ତ ସୁଭଦ୍ରା ସ୍କିମରେ ଟଙ୍କା ପାଇନାହାନ୍ତି, ଏକଥା ନିହାତି ଜାଣିଥିବେ ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମଧ୍ୟ ଦେଇସାରିଛନ୍ତି। ଏବେ ମାର୍ଚ୍ଚ 8 ତାରିଖରେ ଦ୍ୱିତୀୟ କିସ୍ତିରେ ମଧ୍ୟ ଆସିବାକୁ ଯାଉଛି। ତେବେ ଯେଉଁମାନଙ୍କୁ ଟଙ୍କା ମିଳିନାହିଁ ସେମାନଙ୍କୁ ଏକାବେଳେ 10,000 ମିଳିବ ବୋଲି ସୂଚନା ରହିଛି। ତା ଛଡ଼ା ଯେଉଁମାନେ ପ୍ରଥମ କିସ୍ତି ପାଇସାରିଛନ୍ତି ସେମାନଙ୍କୁ ଦ୍ୱିତୀୟ କିସ୍ତିର 5,000 ଟଙ୍କା ମଧ୍ୟ ମିଳିଯିବ ମାର୍ଚ୍ଚ 8 ତାରିଖରେ। ହେଲେ ଯଦି ଭାବୁଥିବେ କେଉଁମାନଙ୍କୁ ମିଳିବ, ତେବେ ଏହାର ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନରେ ଦେଇଛୁ। ଆପଣ ଚାହିଁଲେ ମଧ୍ୟ ଭିଜିଟ୍ କରି ଲିଷ୍ଟ ବି ଚେକ୍ କରିପାରିବେ।